ଯେଉଁ ବୟସରେ ପିଲା ଖନେଇ ଖନେଇ କଥା ହେବା କଥା ସେହି ବୟସରେ ଜଣେ 5 ବର୍ଷର ଛୁଆ ଏକ ଦେହଜୀବୀ ପ୍ରେମରେ ପଡ଼ିଗଲା। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଉତ୍ତରପ୍ରଦେଶର ବରେଲିରେ। ଘଟଣାଟି କ'ଣ ଥିଲା? ବହୁତ ବର୍ଷ ତଳର ଏ ଘଟଣା। ସେଦିନ ଥିଲା 7 ଫେବୃଆରୀ 1921। ଉତ୍ତରପ୍ରଦେଶର ବରେଲିରେ ଏକ ବାଳକର ଜନ୍ମ ହେଲା, ଯାହାର ନାଁ ଦିଆଗଲା ବିଶନ ଚନ୍ଦ କପୁର। ଯେତେବେଳେ 10 ମାସର ଛୁଆ ଖନେଇ ଖନେଇ କଥା କହିବା କଥା, ସେତେବେଳେ ସେ ପିଲଭିତ ଭାଷାରେ କଥା କହିବା ଆରମ୍ଭ କରିଦେଲା। ସମୟ ବିତି ଚାଲିଲା। ବିଶନ 4 ବର୍ଷର ହୋଇଗଲା। ଦିନେ ସେ ତା ପିତାଙ୍କ ସହିତ ଗୋଟେ ବାହାଘରକୁ ଯାଇଥିଲା। ସେଠାରୁ ଫେରିବା ସମୟରେ ତାଙ୍କ ଟ୍ରେନ ପିଲଭିତ ନାମକ ଏକ ଷ୍ଟେସନ ପାଖରେ ରହିଲା। ଷ୍ଟେସନ ନାଁ ଶୁଣି ବିଶନ ଟ୍ରେନରୁ ଓହ୍ଲାଇବା ପାଇଁ ଚିତ୍କାର କଲା। ତା ପିତା ତାକୁ ଯେତେ ରଖିବାକୁ ଚେଷ୍ଟା କଲେ ସେ ସେତେ ଜୋରରେ କାନ୍ଦିଲା। ତାପରେ କହିଲା, ମୋତେ ଯିବାକୁ ଦିଅ, ମୁଁ ଏଇଠି ରହୁଥିଲି। ଏ କଥା ଶୁଣି ତା ପିତା ଆଶ୍ଚର୍ଯ୍ୟ ହୋଇଗଲେ। କିଛି ବର୍ଷ ପର୍ଯ୍ୟନ୍ତ ଏହିସବୁ ଲାଗି ରହିଲା। 1926ରେ ଦିନେ ଭାରତୀୟ ପ୍ରସିଦ୍ଧ ଓକିଲ ଏବଂ ଗବେଷକ କୈକେୟୀ ନନ୍ଦନ ସହାୟ ତାଙ୍କ ପୁଅର ଅତୀତର ସ୍ମୃତିକୁ ବିସ୍ତୃତ ଭାବରେ ବର୍ଣ୍ଣନା କରି ଏକ ଆର୍ଟିକଲ ଲେଖି ପବ୍ଲିଶ କଲେ। ଆଉ ଏହିଭଳି ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ପ୍ରୋତ୍ସାହନ ଦେଲେ। ଯାହାପରେ ତାଙ୍କୁ ବିଶନର କାହାଣୀ ବିଷୟରେ ଜଣାପଡ଼ିଲା। କିଛି ଦିନ ପରେ ସେ ବିଶନ ସହ ଦେଖା କରିବା ପାଇଁ ତାଙ୍କ ଘରକୁ ଗଲେ। ସେ ବିଶନକୁ ଅନେକ ଗୁଡ଼ିଏ ପ୍ରଶ୍ନ ପଚାରିବା ଆରମ୍ଭ କଲେ। ବିଶନ ତାଙ୍କୁ କହିଲା କି ପୂର୍ବଜନ୍ମରେ ତା ନାଁ ଲକ୍ଷ୍ମୀ ନାରାୟଣ ଥିଲା, ଆଉ ସେ ପିଲଭିତରେ ରହୁଥିଲା। ନିଜ ପୂର୍ବଜନ୍ମ ସହିତ ଜଡ଼ିତ ଅନେକ ସ୍ଥାନ ଏବଂ ଲୋକଙ୍କୁ ଚିହ୍ନିଲା। ଏସବୁ ସଠିକ୍ ବୋଲି ପ୍ରମାଣିତ କରିବା ପାଇଁ ସହାୟ ବିଶନ ସହିତ ପିଲଭିତ ଗଲେ। ସେଠିକି ଗଲା ପରେ ପୂର୍ବଜନ୍ମର ମା ଅର୍ଥାତ୍ ଲକ୍ଷ୍ମୀ ନାରାୟଣର ମାଙ୍କ ସହ ଦେଖା ହେଲା। ଲକ୍ଷ୍ମୀର ମା ବିଶନକୁ ଏପରି ଅନେକ ପ୍ରଶ୍ନ ପଚାରିଲେ, ଯାହାର ଉତ୍ତର ଲକ୍ଷ୍ମୀ ନାରାୟଣ ବ୍ୟତୀତ ଆଉ କେହି ଜାଣିନଥିଲେ। ବିଶନ ମଧ୍ୟ ସେସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇଦେଲା। ସହାୟ ଏ ଦୁଇ ଜଣଙ୍କ ଭିତରେ ହେଉଥିବା କଥାବାର୍ତ୍ତାକୁ ନୋଟ୍ କରି ଏକ ଡକୁମେଣ୍ଟ ପ୍ରସ୍ତୁତ କଲେ ଏବଂ ନିଜ ରିସର୍ଚ୍ଚକୁ ନିଜ ସହିତ ନେଇ ଘରକୁ ଫେରିଗଲେ। ତାଙ୍କ ଇନଭେଷ୍ଟିଗେସନ ସେହିଠାରେ ରହିଗଲା। କିଛି ବର୍ଷ ପରେ ପୁନର୍ଜନ୍ମ ଗବେଷଣାର ଅଗ୍ରଣୀ ଇଆନ ଷ୍ଟିଭେନସନ ସହାୟକଙ୍କ ପୁସ୍ତିକା ପାଇଲେ ଏବଂ ଏହି ବିଷୟକୁ ଆହୁରି ତଦନ୍ତ କରିବାକୁ ନିଷ୍ପତ୍ତି ନେଲେ। ସର୍ବପ୍ରଥମେ ସେ ଏହାକୁ ଜାଣିବାକୁ ଚେଷ୍ଟା କଲେ ଯେ କ'ଣ ବିଶନ ପାଖରେ ଏମିତି କିଛି ମାଧ୍ୟମ ଥିଲା ଯେଉଁଥିରେ ସେ ଲକ୍ଷ୍ମୀ ନାରାୟଣ ପାଖରେ ପହଞ୍ଚି ପାରିବ ଏବଂ ତା ଜୀବନ ବିଷୟରେ କିଛି ଜାଣିପାରିବ। କିନ୍ତୁ ତାଙ୍କୁ ସେମିତି କିଛି ବି ମାଧ୍ୟମ ମିଳିଲା ନାହିଁ। ଲକ୍ଷ୍ମୀ ନାରାୟଣ କିଏ? ବିଶନ କାହିଁକି ଏକ ଦେହଜୀବୀଙ୍କ ସହିତ ରହିବାକୁ କହୁଥିଲା? ପିଲଭିତର ଜଣେ ଜମିଦାର ହର ନାରାୟଣଙ୍କ ଏକମାତ୍ର ପୁଅ ଥିଲା ଲକ୍ଷ୍ମୀ ନାରାୟଣ। ଟଙ୍କା ପଇସାର କୌଣସି ଅଭାବ ନଥିଲା। କିନ୍ତୁ ହର ନାରାୟଣଙ୍କ ମୃତ୍ୟୁ ପରେ ଲକ୍ଷ୍ମୀ ପଢ଼ିବା ଛାଡ଼ିଦେଲା। ଖାଲି ନିଜ ପିତାଙ୍କ ଟଙ୍କା ଉଡ଼ାଇବାରେ ଲାଗିଲା। ପ୍ରତିଦିନ ଭଲ ଖାଦ୍ୟ ଖାଇବା, ଦାମୀ ପୋଷାକ ପିନ୍ଧିବା, ସବୁଦିନ ମଦ ପିଇବା, ପ୍ରତିଦିନ ସୁନ୍ଦର ସୁନ୍ଦର ଝିଅଙ୍କ ସହ ଅୟେଶ କରିବାରେ ଲାଗିଲା। ଏଭଳି କରୁ କରୁ ନିଜ ଗାଁରେ ରହୁଥିବା ପଦ୍ମା ନାମକ ଜଣେ ଦେହଜୀବୀ ସହିତ ତାର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଲା। ପଦ୍ମା ପାଇଁ ସେ ଏତେ ପାଗଳ ଥିଲା ଯେ ଦିନେ ସେ ତା ପାଇଁ ଜଣେ ଲୋକଙ୍କୁ ହତ୍ୟା କରିଦେଲା। ବାସ୍ତବରେ ଦିନେ ଲକ୍ଷ୍ମୀ ନାରାୟଣ ପଦ୍ମା ଘରୁ ଜଣେ ବ୍ୟକ୍ତିଙ୍କୁ ବାହାରୁଥିବାର ଦେଖିଲା। ତାଙ୍କୁ ଦେଖିବା ପରେ ତାର ରାଗ ଏତେ ମାତ୍ରାରେ ବଢ଼ିଗଲା କି ସେ ସେହିଠାରେ କିଛି ଶୁଣିବା ପୂର୍ବରୁ ତାଙ୍କୁ ଗୁଳି କରି ମାରିଦେଲା। ହତ୍ୟା ପରେ ପୋଲିସ କବଳରୁ ବଞ୍ଚିବା ପାଇଁ ସେ ଅନେକ ଦିନ ଲୁଚିକି ରହିଲା। ଆଉ ତାପରେ ପୋଲିସକୁ ଲାଞ୍ଚ ଦେଇ ଲକ୍ଷ୍ମୀ ନାରାୟଣ ସେହି କେସ୍ରୁ ବାହାରିଗଲା। ଏହି ଘଟଣା ପରେ ସେ ପିଲଭିତ ଛାଡ଼ି ଶାହଜାହାଁପୁର ପଳେଇଲା। ସେଠାକୁ ଯିବାର କିଛି ଦିନ ପରେ ତା ଦେହ ଖରାପ ହେବାକୁ ଲାଗିଲା। 5 ମାସ ପର୍ଯ୍ୟନ୍ତ ତାର ଜ୍ୱର ଲାଗି ରହିଲା, ଜମା ଛାଡ଼ିଲା ନାହିଁ। ଶେଷରେ 15 ଡିସେମ୍ବର 1918ରେ ମାତ୍ର 32 ବର୍ଷ ବୟସରେ ତାର ମୃତ୍ୟୁ ହୋଇଗଲା। ବିଶନ ଆଉ କେହି ନଥିଲା, ବରଂ ଲକ୍ଷ୍ମୀ ନାରାୟଣର ପୁନର୍ଜନ୍ମ ହୋଇଥିଲା। ଲକ୍ଷ୍ମୀର ମୃତ୍ୟୁ 15 ଡିସେମ୍ବର 1918ରେ ହୋଇଥିଲା। ଆଉ ବିଶନ
तार 3 वर्ष पर अर्थात 7 फेब्रुआरी 1921 जन्म होइथिला। लक्ष्मी नारायण जीवन प्रभाव विषय उपरे पड़ुथिला, सेथिपई से पद्मा सह रहिबाकू जिद करुथिला। पद्मा विशन पाखरे केमिति पहुँचला? वास्तव में विशन जेतेबेले छोट थिला पद्मा अनेक थर ता सहित देखा हेबाकू आसीथिला। आ विशन गोटे मुहूर्त रे ताकू चिन्हि देई ता कोଳରେ जाई बसी पड़ुथिला। घंटा घंटा धरी ता सह कथा हेउथिला, किंतु ए सब को नहीं पद्मार कौनसी भी धारणा नथिला। एमिति कि पद्मा पई करिथिबा मर्डर विषय रे मध्य तार मने नथिला। आउ से गर्वर सह समस्त को कहूथिला केमिति से ता प्रेम पाई जन को मारी देइथिला। स्टीवेनसन को अनुसार विशन चांद्र 46 स्टेटमेंट रेकर्ड करागला, सेथिरु 22 स्टेटमेंट रो कनेक्शन लक्ष्मी नारायण जीवन सहित जड़ित थिबा से प्रमाण करदेला। एथिरे सबुठारु खास कथा है लक्ष्मी नारायण घरे लुचाई की रखा जाइथिबा धन संपत्ति। लक्ष्मी नारायण पिता हर नारायण तांको मृत्यु पूर्वरु निज घरर कौनसी एक रूम रे किछि सुना मुद्रा लुचाई रखिथिले, जहाँ विषय रे केवल लक्ष्मी नारायण ही जानिथिले। स्टीवेनसन का रिसर्च अनुसार से ही सुना मुद्रा केउ रूम रे एवं केउ स्थान रे रहिछि कहिदेला। तापरे लक्ष्मीर परिवार सदस्य एवं तदंतकारी माने घरर से ही स्थान को खोलिले एवं वास्तव में से ही स्थान सुना मुद्रा मिलला। यही घटना पूरा गाँव रे व्यापीगला। समस्ते विश्वास कले विशन जहाँ सबू कहूँ से सबू सत। जदियो विशन तार पूर्वजन्मर स्मृति को धीरे धीरे भूलुथिला तथापि तार प्रभाव विशन उपरे पड़ुथिला, सेथिपई से बहुत विचलित होई पड़ुथिला। खास करी से मर्डर कथा को नहीं बयस बढ़िबा सहित विशन एही सबू कथा बुझिला एवं निज उपरे नियंत्रण आनिबाकू चेष्टा कला।